ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ଭଲ କଥା ଛୁଆ ମନେ ରଖ। ଆଜି ଆଲୋଚନା କରିବା ମହି ହେବ ଛିନ୍ନ ଛତ୍ର। ହେଲା, ଏକଥା କହୁଛୁ କାହିଁକି? ବର୍ତ୍ତମାନ ତମେ ଦେଖ, ବର୍ତ୍ତମାନେ ଶନି ମୀନ ରାଶିରେ ଅଛନ୍ତି ଏବଂ ଶନିବାର ଦିନ ମୀନ ରାଶିକି ଚଳନା ହେଲେ, ବୁଝିଗଲା ନା? ଚଳିଲେ କେତେ ଅଙ୍କ ଭୋଗ କରୁଥିଲା ନା 52 ଅଙ୍କ ଭୋଗ କରୁଥିଲା। କିନ୍ତୁ ବର୍ତ୍ତମାନ ତମେ ଭାବିବନି ଯେ ଶନି ଗୁରୁବାର ଚଳୁଛନ୍ତି। ଗୁରୁବାର ସମୟ ହେଇ ନାହିଁ। ଗୁରୁବାର ଯୋଉ ସମୟ, ସେତେବେଳେ ରଜା ଥିବେ କିଏ? ସେ ନା ବାଳ ମୁକୁନ୍ଦ ଦେବ। ଆମେ କହୁ ତମେ ଅଚ୍ୟୁତଙ୍କର ଦେଖିବ କଳିକଳ୍ପ ଗୀତା, ଭୀମ ଭୋଇଙ୍କ ଲେଖାକୁ ବିଚାର କରିବ। ସେ ସ୍ୱତନ୍ତ୍ର ଲେଖିଛନ୍ତି ମୁକୁନ୍ଦ ଦେବଙ୍କ ଅଙ୍କରେ କ'ଣ ହବ? କଳି ଯୋଉ ମାନେ ମୀନ ଶନି ଭୋଗ ହବ କେତେ? ଗୁରୁବାର। ସେଥିପାଇଁ କି ଅଚ୍ୟୁତ ବାରମ୍ବାର ଗୁରୁବାର ଉପରେ ମୁଖ୍ୟ ନିର୍ଭର କରିଛନ୍ତି ବା ଆଇଡେଣ୍ଟିଫାଇ କରିଛନ୍ତି। କହିଲେ ବରଡାଳ ଲାଗିବ ଲୀଳା ଛଅଟି ଯିବ, କଳି ଶେଷ ଗୁରୁବାରରେ ଅଷ୍ଟମୀ। କିନ୍ତୁ ଭୀମ ଭୋଇ କହିଛନ୍ତି, ଅଚ୍ୟୁତ କହିଲେ କଳି ସରିବ ଗୁରୁବାର, କେବେ ଆରମ୍ଭ ହବ କହିନାହାନ୍ତି। କିନ୍ତୁ ଭୀମ ଭୋଇ କହିଲେ ଲେଖିଛନ୍ତି, ଦେଖିବ ତାଙ୍କର ସ୍ତୁତି ଚିନ୍ତାମଣୀରେ ନା ଲେଖିଛନ୍ତି, ସେ ଲେଖିଛନ୍ତି ଶନିବାର ଦିନ କଳି ସତ୍ୟ ଯୁଗ ଆରମ୍ଭ। ଏଇ ଯୋଉ 2.5 ବର୍ଷ ଭିତରୁ ମାନେ ଭୋଗ ହେଇଗଲାଣି 5-6 ମାସ, ଆଉ 2 ବର୍ଷ ଖଣ୍ଡେ ରହିଲା, ମଇ ହୋଇଯିବ କ'ଣ? କପାଳକୁ ବା ଛିନ୍ନ ଛତ୍ର। ତା ମାନେ କ'ଣ? ଆ ମାନେ ହଉଛି ମଇ ହୋଇବ ଗୋଳକୁଣ୍ଡା, ଯୋଉ ଗୋଟା ଲେଖିଦେଲେ ମହାପୁରୁଷ। ଛିନ୍ନ ଛତ୍ର ହେଇଯିବ କ'ଣ? କୁଆଡ଼େ ଯୁଦ୍ଧରେ ବହୁତ ମରିଯିବେ, କୁଆଡ଼େ ମରୁଡ଼ି ହେଇଯିବ, କୁଆଡ଼େ ଧୋଇ ହେଇଯିବ, କୋଉଠି ସୂର୍ଯ୍ୟଙ୍କର କିରଣ କ'ଣ ହେଇଯିବ? ବଢ଼ିଯିବ। ଆ ଫଳରେ ସଂସାରରେ ଖାଦ୍ୟ ଅଭାବ ଦେଖାଦେବ, ଯାହା ଫଳରେ ଜାତିଭେଦ ଗୋଟେ କିଛି ରହିବ ନାହିଁ। ଭୋକ ପେଟ ପାଇଁ ସବୁ ନାଟ ନା। ଭୋକ କରିବ ସେତେବେଳେ କିଏ ଭୋକକୁ ସମ୍ଭାଳିବ? ମାନେ ଦୁର୍ଭିକ୍ଷ କଲା ପରି ସଂସାରରେ ପଡ଼ିବ। ଆଉ ଖାଦ୍ୟ ସଙ୍କଟ ଦେଖା ଦେବ, ଯାହା ଫଳରେ ଅନେକ ମଧ୍ୟ ଧନ ଜୀବନ ହାନି ଘଟିବ। ଏଇ ଯୋଉ ଆଗକୁ ଅଛି, ଯୋଉ ଶନିବାର ପଡ଼ିଲା ମୀନ ଶନି, ବୁଝିଲ, ଏଇଟା ହଉଛି ଭାରି ଘଡ଼ିସନ୍ଧି ମୁହୂର୍ତ୍ତ। ତମେ କହିବ କ'ଣ ଏଇ ମୀନ ଶନି କଥା କହୁଛୁ? ମୁଁ କହିଲି ହଁ, ଏଇ ମୀନ ଶନି। କାରଣ ସେ ଲେଖିଛନ୍ତି 52 ଅଙ୍କରେ ପଡ଼ିବ ମୀନ ଶନି। କିବାରେ? ଶନିବାର ଯେତେବେଳେ ପଡ଼ିବ, ସେଇ ସମୟରେ ପୃଥିବୀରେ ଏଇ କ୍ଷତି ଦେଖାଯିବ। କୋଉଠି ମରୁଡ଼ି ହେଇଯିବ, କୋଉଠି ଯୁଦ୍ଧ ବିଭୀଷିକା ଦେଖାଦେବ, କୋଉଠି ଜଳ ମଧ୍ୟ ପ୍ଳାବିତ କରିଦେବ। ବୁଝିଯାଉଛି? ମାନେ ଲୋକ ଖିନି ଭିନି ହେଇଯିବେ, ଛିନି ଛତ୍ର ହେଇଯିବେ, ଯୋଉଟା କହନ୍ତି ଅରାଜକତାମୟ ହେଇଯିବ। ଖାଇବା ପାଇଁ କି କିଏ କାହା ଘରୁ ପଶି ଛଡ଼ିକି ନେଇ ଆସିବ, ତା ଠିକ୍ ହବ କହିହବ ନାହିଁ। ଆମର ନ ହେଇପାରେ, ଓଡ଼ିଶାର ନ ହେଇପାରେ, ଭାରତର ନ ହେଇପାରେ। ମହାପୁରୁଷ କ'ଣ କହୁଛନ୍ତି? ଖାଲି ଓଡ଼ିଶାରେ ହବ, ଖାଲି ଭାରତରେ ହବ। ମାନେ ସମଗ୍ର ବିଶ୍ୱ ପାଇଁ ହେଲା ସେ ଚେତନା ଦେଇଛନ୍ତି। କାରଣ କ'ଣ? ଜଗତର ଜଗନ୍ନାଥ ଜଗନ୍ନାଥ, ସେ କ'ଣ ଖାଲି ଓଡ଼ିଶାର ଠାକୁର ନା ଭାରତର ଠାକୁର? ସେ ଜଗତରେ କ'ଣ ଘଟିବ ବୋଲି ପଞ୍ଚସଖା ମାନଙ୍କୁ ଚେତନା ଦେଇଥିଲେ। ବୁଝିପାରୁଛି? ତେଣୁ ଏଇ ଯୋଉ ସମୟଟା ଆସୁଛି ଭାରି ଘଡ଼ିସନ୍ଧି ମୁହୂର୍ତ୍ତ। ତମକୁ ଆଗକୁ କୁହେ 56 ଅଙ୍କ ଯାଏ ବଡ଼ ବିପଦ ଅଛି। ମହାପୁରୁଷ 58 ଅଙ୍କ ଯାଏ ଲେଖିଛନ୍ତି, କିନ୍ତୁ 56 ଅଙ୍କ ଯାଏ ଭାରି ବିପଦ ଅଛି।
ତାପରେ କିଛି ଦିନ ଯିବ ଭାରି ମୁକୁନ୍ଦ ଦେବଙ୍କ ବାରଙ୍ଗରୁ 42 ଆଗରୁ ତାରି ଉପରେ ମହାପୁରୁଷ କହୁଛନ୍ତି ଯୋଉ ଶନିବାର ପଇଲା କ'ଣ ମୀନ ଶନି ଚଳନ ହେଲା ଇଏ ମହି ଛିନି ଛତ୍ର ହେଇଯିବ ବୋଲି ମହାପୁରୁଷ କ'ଣ ପ୍ରମାଣ ଦେଉଛନ୍ତି। ଆଗ ପଳେଇବା ଗରୁଡ଼ ଗୀତା। ଗରୁଡ଼ ଗୀତାରେ ସେ କହିଲେ କ'ଣ ଏ ଗରୁଡ଼ କଳ୍ପରେ ସେ କ'ଣ କହୁଛନ୍ତି। ଗରୁଡ଼ କଳ୍ପରେ କହିଲେ ମହାପୁରୁଷ ବାଣ ରେବ ବିଂଶ ଅଙ୍କ ପ୍ରମାଣ ମୀନ ଶନି ଭୋଗ ଶନି ବାରେଣ ମହି ହୋଇବ ନିଶ୍ଚୟ ଛିନ୍ନ ଛତ୍ର ସେହି ଅଙ୍କକୁ ଦେଇଥିବ ଚିତ୍ତ। ବାଣ ବୋଲନ୍ତେ 5, ରେବ ବୋଲନ୍ତେ 27, ବିଂଶ ବୋଲନ୍ତେ 20, ମିଶି କେତେ ହେଲା 52। କହିଲେ 52 ଅଙ୍କରେ ଯେତେବେଳେ ମୀନ ଶନି ଭୋଗ ହବ ହେଲା, କାହାର 52 ଅଙ୍କ ବାରମ୍ବାର କହୁଛି ସବୁବେଳେ ଆମର ଅନନ୍ତ ମାଧବଙ୍କ ଅଙ୍କ ଉପରେ ଚାଲିଛି। ତାଙ୍କୁ ଯେତେବେଳେ 52 ବର୍ଷ ହବ ସେତେବେଳେ ମୀନ ଶନି ଶନିବାର ଭୋଗ ହବ। ଶନିବାର ଭୋଗ ହେଲେ କ'ଣ ମହି ହୋଇବ ଛିନ୍ନ ଛତ୍ର ମାନେ ଖିଲବିନି କରିଦେବ ସେହି ଅଙ୍କକୁ ଦେଇଥିବ ଚିତ୍ତ। ତେଣୁ 52, 53, 54 ଇଏ ହେଉଛି କ'ଣ ମାନେ ଭାରି ଗଣ୍ଡଗୋଳିଆ ସମୟଟା ବୁଝିଯାଉଛି ନା। ଏଇ କଥା ଉପରେ ଏଇ ଶନିବାର ଉପରେ ମଧ୍ୟ ପୁଣି ଶିବ କଳ୍ପରେ କହିଲେ। ଗରୁଡ଼ କଳ୍ପରେ ଯେଉଁ କଥା କହିଲେ ଶିବ କଳ୍ପରେ ଆଉ ଟିକେ ଖୋଲିକି କହିଦେଲେ। କହିଲେ କୃତିକା ରୋହିଣୀ ବାସରେ ମୀନ ଶନି ଯେତେବେଳରେ ନଥିବ କାହାର ଜାତି କୂଳ ଭୁଞ୍ଜିବେ ଗୋଟିଏ ପତ୍ର। ବଢ଼ିଆ କଥା କହିଲେ। କୃତିକା ରୋହିଣୀ ବାସରେ କୃତିକା ବୋଲନ୍ତି 3 ନକ୍ଷତ୍ରର ହେଉଛି ସଂଖ୍ୟା ହେଉଛି 3 ରୋହିଣୀ ହେଲା 4 ହେଲା। ଏଠି 34 ଅଙ୍କ କରିବ ନା ତାକୁ ମିଶେଇ ଦେବ ବାସରେ ବା ଗୋଟେ ଦିନକୁ ବାହାରିବ ହେଲେ 7। ସପ୍ତମ ବାସରେ କିଏ ସେ ନା ଶନିବାର। ଶନିବାର ଯେତେବେଳେ ମୀନ ଶନି ଭୋଗ ହବ ସେତେବେଳେ କ'ଣ ହବ ନା ନଥିବ କାହାର ଜାତି କୂଳ ସଂସାରଟା ଅରାଜକତା ହବ ଛିନି ଛତ୍ର ହେଇଯିବ ଯାହାଫଳରେ ଖାଇବାକୁ ପାଇବେନି ବୁଝିହେଉଛି। କିଏ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏଇ ଭିନ୍ନ ଭିନ୍ନ ଭାବ ରହିବ ନାହିଁ ବୁଝିବେ ଗୋଟିଏ ପତ୍ର। ପେଟ ବିକଳରେ ଯିଏ ଯାହା ପାଇଲା ତା ଖାଇଦେଇକି ଛଡ଼େଇକି ଖାଇଦେଇକି ପଳେଇବେ। ସର୍ବେ ହୋଇବେ ଅବଧୂତ ହେଲା। ଅବଧୂତ କ'ଣ ବିକାର ନାହିଁ ସେ କାହାର ବିକାର ରହିବ ନାହିଁ। ବାନା ଉଡ଼ିବ ତ୍ରିଜଗତ ମାନେ ଖାଲି ଓଡ଼ିଶାରେ ହବନି କି ଭାରତ କଥା କହୁନାହାନ୍ତି ସମଗ୍ର ପୃଥିବୀରେ ଏଇଭଳି ଭାବ ଦେଖା ଦେବ। ଆଚାର ବିଚାର ଯେ ଚାରି ଗହଣେ ପଡ଼ିଯିବ ହୁରି। ସେଇଠୁ ଲୋକଙ୍କର ଗୋଟେ ଭୟ ଜାଗ୍ରତ ହବ। ଆଚାର ବିଚାର ଯେ ଚାରି ଇଏ କ'ଣ ଆଚାର ବିଚାର ଚାଲି ଚଳନ ବ୍ୟବହାର ଇଏ ଧୀରେ ଧୀରେ ଏଗୁଡ଼ା କ'ଣ ପରିବର୍ତ୍ତନ ଆସିବ ଗହଣେ ପଡ଼ିଯିବ। ଯେଉଁମାନେ ଥିବେ ତାଙ୍କର କ'ଣ ଯେ ଗୋଟେ ପରିବର୍ତ୍ତନ ଆସିବ। ବିରଜା ସ୍ଥାନ ଛାଡ଼ିଯିବ ଦ୍ରୌପଦୀ ଖପର ପୁଡ଼ିବ। ଦ୍ରୌପଦୀ ଖପର କ'ଣ ପୁଡ଼ିବ ମାନେ ଯୁଦ୍ଧର ବିଭୀଷିକା ମଧ୍ୟ କ'ଣ ହେଇଯିବ ସଂସାରରେ ଦେଖା ଦେବ। ଇଏ ଯେଉଁ ଘଟଣା ମାନ ଘଟିବ ତରିବ କେମିତି। ରୋଗ ପାଇଁ ଯେମିତି ଔଷଧ ଥାଏ ଏ ବିପଦ ପାଇଁକି ମଧ୍ୟ ମେଡ଼ିସିନ ମହାପୁରୁଷ କହିଛନ୍ତି। ଏଥକୁ ଆଶ୍ରେ ନିରାକାର ଭଜତୁ ଶିହରି ପର। ଏ ଭକ୍ତବୃନ୍ଦ ଏ ବିପଦ ମାନଙ୍କୁ ତରିବାକୁ ହେଲେ ସଦା ସର୍ବଦା ନିଷ୍କାମ ଭାବରେ ନିର୍ଲୋଭ ଭାବରେ ଗର୍ବ ଅହଙ୍କାରକୁ ତ୍ୟାଗ କରି ହିଂସାବାଦକୁ ତ୍ୟାଗ କରି ସେ ପ୍ରଭୁଙ୍କ ପଦରେ ଶରଣ ପଶ ହେଲା। ହରିଣ କର ଲୋକସା ହେ ପ୍ରଭୁ ତମେ ଏଇ ଯେଉଁ କଥା ମୋତେ କହୁଛ ଏ କଥା ଯେମିତି ଅନ୍ୟଥା ନ ହୁଏ। ଅନ୍ୟଥା ହେଲେ ସଂସାରରେ କ'ଣ ହେଇଯିବ ତୋ ବାନାରେ କଳଙ୍କ ଲାଗିବ ମୋତେ ଲୋକ ହସା ହବ। ଅଚ୍ୟୁତ କରିଛି ଭରସା ମୁଁ ହୀନ ଅଚ୍ୟୁତ ପାମର ଅଚ୍ୟୁତ ତମକୁ ଭରସା କରିଛି। ତମ ବାନାରେ ଯେଉଁ କଥା କହିଛ ତାହା ଯେମିତି ଘଟିବ କିନ୍ତୁ ତମ ବାନାରେ ଯେମିତି କଳଙ୍କ ନ ଲାଗୁ। ମହାପୁରୁଷ ଏତେ ଗୁଡ଼ିଏ କଥା କହିଲେ କିନ୍ତୁ ଏଇ ଯେଉଁ ମୀନ ଶନି ହେଉଛି ଘଡ଼ିସନ୍ଧି ମୁହୂର୍ତ୍ତ ଇଆଡ଼େ ପେଟ ଉପରେ କ'ଣ ହରିହରି ପେଟରେ ବ୍ରହ୍ମାଣ୍ଡର ଲୋଭ ଥବ ମାୟା ଥିବ ଇଏ ହେଉଛି ଭାରି ବିପଦ। ତେଣୁ ଏ ଗରଳକୁ ତ୍ୟାଗ କରିକି ଅମୃତ ରୂପକ ଗରଳକୁ ପାନ କରି
ସେ ପ୍ରଭୁଙ୍କ ପାଖେ ଚରଣରେ ଶରଣ ପଶିଲେ ଏ ବିପଦରୁ ନିଶ୍ଚିନ୍ତ ଉଦ୍ଧାର କରି ଏଥିରେ ଅତ୍ୟୁକ୍ତି ହେବ ନାହିଁ। କାରଣ କଳିଯୁଗରେ ଚଳନ୍ତି ପ୍ରତିଭା ହେଉଛନ୍ତି ସ୍ୱୟଂ ଜଗନ୍ନାଥ, ଯିଏ ଡାକିଲେ କଥା କୁହନ୍ତି। ସେ ପ୍ରଭୁଙ୍କର ଶ୍ରୀଚରଣାର ବିନ୍ଦରେ କୋଟି କୋଟି ଶରଣ। ମହାପ୍ରଭୁ ଜଗତ ଉଦ୍ଧାର କରନ୍ତୁ, ବୋଲ ଆନନ୍ଦେ କବା